ସାଧାରଣତଃ ଆମ୍ବରେ ଟାକୁଆ ହେଇଗଲା ପରେ ହିଁ ଆଚାର ହୁଏ, କିନ୍ତୁ ଗୋଟେ ଗୋଟେ ଆମ୍ବର ଟାକୁଆ ଏତେ ଟାଣ ହେଇଯାଇଥାଏ ଯେ ତାକୁ ପନିକିରେ ଚିରିବା ସମ୍ଭବ ହୁଏ ନାହିଁ। ମୁଁ କାଲି ଆମ୍ବ କାଟିଲା ବେଳେ ସେମିତି ଗୁଡ଼ିଏ ଆମ୍ବ ବାଛିକି ଅଲଗା ଥୋଇ ଦେଇଥିଲି, ଯେଉଁଗୁଡ଼ାକୁ ଟାକୁଆ ଚିରିବା ବହୁତ କଠିନ ହେଉଥିଲା। ଦେଖନ୍ତୁ ସେଇ ଆମ୍ବକୁ ମୁଁ ସବୁ ଟାକୁଆ ଦେହରୁ କେମିତି ଛେଲି ଦେଉଛି, ଲମ୍ବା ଲମ୍ବା ଛେଲା ଛେଲା କରି ଛେଲିକି ଟାକୁଆକୁ ଅଲଗା କରିଦେଲି। ଏମିତି ପାଖାପାଖି 2 କିଲୋ ଓଜନର ଆମ୍ବ ମୁଁ ଏମିତି ଛେଲା ଛେଲା କରି କାଟିଦେଲି। କାଟିଦେଲା ପରେ 2 କିଲୋ ଓଜନର ଆମ୍ବ ପାଇଁ 250 ସୋରିଷ ତେଲ ଆଉ 1/2 କିଲୋ ଗୁଡ଼ ଆଣିଲି। କଡ଼େଇକୁ ବସେଇ ପ୍ରଥମେ 250 ସୋରିଷ ତେଲକୁ ଢାଳିଦେଲି। ତେଲ ପୁରା ଭଲ ରକମ ତାତିଯିବା ପରେ ସେଥିରେ ଟିକେ ଅଧିକ ପରିମାଣର ପଞ୍ଚଫୁଟଣ ପକେଇଦେଲି। ଫୁଟଣ ଫୁଟିଯିବା ପରେ ଏଇଟା ଦେଖନ୍ତୁ କିଲିକିଆ ଗୁଡ଼ଟାକୁ ମୁଁ ସମାନ 2 ଭାଗ କରିଦେଇକି 1/2 କିଲୋ ଗୁଡ଼ ନେଇ ସେ ଗରମ ତେଲରେ ଛାଡ଼ିଦେଲି। ଛାଡ଼ିଦେଲାରୁ ଗୁଡ଼ଟା ବି ଫିଟିଗଲା। ଫିଟିକିରି ପୁରା ତେଲ ଆଉ ଗୁଡ଼ ଗୋଟେ ପାଗ ପରି ହେଇଗଲା। ସେ ପାଗ ଦେହରେ ପୁଣି ମୁଁ କ'ଣ କଲି ନା ଟିକେ ହଳଦୀ ଗୁଣ୍ଡ, ଏଇ ଗୁଡ଼ ପାଗକୁ ବହୁତ ସମୟ ଫୁଟେଇବେନି, ଫୁଟେଇଲେ ସେଟା ପୁରା ଟାଣ ହେଇଯିବ, ପାଗ ହେଇଯିବ। ଏଇଟା ଖାଲି ଗୁଡ଼ଟା ଫିଟିଯିବା ଯାଏ ଆପଣ ଦେଖିବେ। ଦେଖିକି ତା ଦେହରେ ଟିକେ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ଟିକେ ପକେଇଦେବେ। ସେ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ଭଲ ରକମ ମିଶିଗଲା ପରେ ଯେଉଁ ଆମ୍ବକୁ ଆପଣ ଛେଲେଇକି ରଖିଛନ୍ତି ସେଇ ଛେଲା ଛେଲା ଆମ୍ବ ସବୁକୁ ତା ଦେହରେ ଢାଳିକି ଲଙ୍କା ଗୁଣ୍ଡ ଟିକେ ବି ଦେବେ। ଆପଣ ଚାହିଁଲେ ଜିରା ଲଙ୍କା ଗୁଣ୍ଡ ପଛକୁ ଦେବେ, ନହେଲେ ନାହିଁ ଏଇ କଷେଇଲା ବେଳେ ଲଙ୍କା ଗୁଣ୍ଡଟା ଦେବେ। ଜିରା ଲଙ୍କା ଗୁଣ୍ଡର ବାସ୍ନାଟା ସିନା ଭଲ, କିନ୍ତୁ ଏଇ ଯେଉଁ କିଣା ଲଙ୍କା ଗୁଣ୍ଡଟା ଆଗରୁ ନଦେଲେ ଭଲ ଲାଗିବନି। ଟିକେ ହେଙ୍ଗୁ ବି ଦେବେ। ଯଦି ଆପଣଙ୍କୁ ହେଙ୍ଗୁର ବାସ୍ନା ଭଲ ନ ଲାଗେ ଆପଣ ନ ଦେଇପାରନ୍ତି। ଏଇ ଖଟାଟାରେ ମୋଟେ ବି ସେମିତି କିଛି ଗୋଟେ ଗୁଣ୍ଡ ମସଲା ବା ମସଲା ପଡ଼େ ନାହିଁ, ତେଣୁ ଏଇଟା ଆମ୍ବ ଆମ୍ବ ଲାଗେ, ବହୁତ ସ୍ୱାଦ ଲାଗେ। ରୁଟି ପରଟା ଯଦି ଟିକେ ଅଧିକ ମିଠା ଚାହିଁବେ ଆପଣ ଗୁଡ଼ର ପରିମାଣକୁ ଅଧିକ କରିପାରିବେ, କିନ୍ତୁ ତେଲ ଟିକେ ଅଧିକ ଦେଲେ କ'ଣ ହୁଏ, ଏଇଟା ତ ରନ୍ଧା ଆଚାରଟା, ଟିକେ ଅଧିକ ତେଲ ନଦେଲେ ହୁଏତ ବେଶୀ ଦିନ ରହିବ ନାହିଁ। ତେଲ ବି ଆପଣ ଚାହିଁଲେ କମେଇ ପାରିବେ। ଯଦି ତେଲ କମେଇଲେ ତାହେଲେ ସବୁଦିନ ଖରାରେ ଦେଇକା ତା ଦେହରୁ ଯେଉଁ ପାଣି ଅଂଶ ଟିକେ ଥିବ ସେଟା ତେଲରେ ଚଟୁ ମାରିଦେଲେ ଆପଣ ଦେଖିକି ଜାଣିପାରିବେ ଯେ ତାର ପାଣି ଅଂଶଟା ଅଛି ନା ନାହିଁ। ତାହେଲେ ସବୁଦିନ ଟିକେ ଟିକେ ଖରାରେ ଦେଇକି ଆହୁରି ନେଟପେଟିଆ ହେଇଯିବ, ଆଉ ଟିକେ ଶୁଖିଯିବ, ତାହେଲେ ସେଟା ବହୁତ ଦିନ ରହିବ। ନହେଲେ ଏଇଟା ତ ଅଳ୍ପ, ଆମ ଘରକୁ ଚାହିଁ ଇଏ ବହୁତ ଆଚାର ନୁହଁ। ଆଉ ୟାକୁ ଗରମ ଭାତରେ ଖାଇପାରିବେ, ପଖାଳରେ ଖାଇପାରିବେ, ନହେଲେ ବି 2 ଭାଗ କରିଦେବେ। ଯେଉଁଟା ଟିକେ ବେଶୀ ମିଠା ଦେବେ ସେଇଟା ଆପଣ ରୁଟି ପରଟା ଉପମା ଯାହା କଲେ ବି ସେଇଥିରେ ଖାଇପାରିବେ। ଆଉ ଯେଉଁଟା ଟିକେ ଖଟାଟା ତ ପଖାଳରେ ଖାଇବାକୁ ଭଲ ଲାଗେ, ଖଟାଟା ପଖାଳରେ ଖାଇବେ। ଦେଖନ୍ତୁ ସେ ଫୁଟି ଆଇଲା ବେଳକୁ କେମିତି ତା ରଙ୍ଗଟା ଉଠି ଆସୁଛି, କାହିଁକିନା ଗୁଡ଼ ଲଙ୍କାଗୁଣ୍ଡ ଆଉ ତେଲର ରଙ୍ଗ ଏକଦମ ବଢ଼ିଆ କିନା ଫୁଟିଯିବ। ଆମ୍ବ ଟିକେ ନରମ ହେଇଯିବ, ଦେଖିବେ। ସେ ଅତି ସିଝେଇଲେ ପୁରା ଘୋଳ ହେଇଯିବ, ବହୁତ ସିଝେଇବେନି। ଟିକେ ନରମ ହେଇଗଲା ପରେ ମୁଁ ତାକୁ ରାତିରେ କରିଥିଲି, ସେମିତି କରିକି ଥୋଇ ଦେଇଥିଲି। ସକାଳୁ ଆସିକି ଗୋଟିଏ କାଚ ଜାରକୁ ଭଲ ରକମ ଧୋଇ ପୋଛି ଏ ଆଚାରକୁ ତା ଦେହରେ ଭର୍ତ୍ତି କରିଦେଲି। ଭର୍ତ୍ତି କରିକି ବି ତା ଉପରେ ଗୋଟେ ଧଳା କପଡ଼ା ବାନ୍ଧିକି ଆପଣ ସବୁଦିନ ଟିକେ ଟିକେ ଖରା ଦେବେ। କପଡ଼ା ବାନ୍ଧିବେ ଏଇଥିପାଇଁ ଯେ ଧୂଳି ପଡ଼ିବନି, ଖରା ହେବ। ଯଦି ଠିପି ଲଗେଇକି ଉପରେ ଥୋଇବେ ତାର କିଛି ମୂଲ୍ୟ ନାହିଁ। ଦେଖୁନାହାନ୍ତି, ମୁଁ ଆମ ନାତୁଣୀକି ଟିକେ ଚଟେଇଲି, କିନ୍ତୁ ଚାଟିକି ଖାଉଛି। କରନ୍ତୁ।